ଆଜି ଆମେ ବୌଦ୍ଧ ଗ୍ରନ୍ଥ ପେତବତ୍ଥୁରୁ ଗୋଟେ ବହୁତ ପୁରୁଣା ଆଉ ଟିକେ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ ବିଷୟରେ ଜାଣିବା। ଏହି ଗ୍ରନ୍ଥର ନାଁର ଅର୍ଥ ହେଉଛି ପରଲୋକଗତ ଆତ୍ମାଙ୍କର କାହାଣୀ। ଆଉ ଏ କାହାଣୀଟି ଏତେ ବିଚଳିତ କଲା ଭଳି ଯେ ଏହା ଆମକୁ ଏକ ବହୁତ ଗଭୀର ପ୍ରଶ୍ନ ପଚାରିବାକୁ ବାଧ୍ୟ କରେ। ତେବେ କଥାଟା ହେଉଛି ଗୋଟେ ଅଭିଶାପକୁ ନେଇ, କିନ୍ତୁ ଏ ଅଭିଶାପ କୌଣସି ଶତ୍ରୁ ଦେଇନି, ବରଂ ଜଣେ ମଣିଷ ନିଜ ପାଇଁ ନିଜେ ତିଆରି କରିଛି। ତେବେ ପ୍ରଶ୍ନ ଉଠୁଛି, ଆମ କଥା କ'ଣ ସତରେ ଆମ ଭାଗ୍ୟ ଲେଖିପାରେ? ଚାଲନ୍ତୁ ଏ କାହାଣୀ ଭିତରେ ପଶି ଦେଖିବା। କଥାଟା କିନ୍ତୁ ଆରମ୍ଭରୁ ଆରମ୍ଭ ହେଉନି। ଏହାର ଆରମ୍ଭ ହେଉଛି ପ୍ରାଚୀନ ସହର ଶ୍ରାବସ୍ତୀ ଯିବା ରାସ୍ତାରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣାରୁ। 8 ଜଣ ବରିଷ୍ଠ ବୌଦ୍ଧ ଭିକ୍ଷୁ, ଯାହାଙ୍କୁ ଥେରା ବୋଲି କୁହାଯାଏ, ସେମାନେ ଯାତ୍ରା କରୁଥିଲେ। ଆଉ ବାଟରେ ସେମାନେ ଏମିତି ଏକ ଜୀବକୁ ଦେଖିଲେ, ଯାହାକୁ ଦେଖିଲେ ଦେହ ଶୀତେଇ ଯିବ। ସେ ଥିଲା ଏକ ପ୍ରେତୀ, ମାନେ ଏକ ଭୟଙ୍କର କଷ୍ଟ ପାଉଥିବା ଆତ୍ମା। ତାର ପୁରା ଶରୀରରୁ ଭୟଙ୍କର ଦୁର୍ଗନ୍ଧ ବାହାରୁଥିଲା। ଦୃଶ୍ୟଟା ଏତେ ଭୟାନକ ଥିଲା, ଲାଗୁଥିଲା ସତେ ଯେମିତି ସେ ଦୁଃଖର ଏକ ଜୀବନ୍ତ ରୂପ। ଆଉ ସବୁଠୁ ଭୟଙ୍କର କଥା ହେଉଛି, ସେ ନିଜ ପିଲାମାନଙ୍କୁ ହିଁ ଖାଉଥିଲା। ଏହା ଦେଖି ମୁଖ୍ୟ ଭିକ୍ଷୁ ଆଉ ସମ୍ଭାଳି ପାରିଲେନି, ଆଉ ସିଧା ତାକୁ ପଚାରିଲେ, ତୁମେ କିଏ ଆଉ କାହିଁକି ଏମିତି ଏକ ଭୟଙ୍କର ଦଣ୍ଡ ଭୋଗୁଛ? ସେ ପ୍ରତିର ଉତ୍ତର ଜାଣିବାକୁ ହେଲେ ଆମକୁ ଟିକେ ଅତୀତକୁ ଫେରିବାକୁ ପଡ଼ିବ। ତାର ମଣିଷ ଜନ୍ମର କଥା, ଯେତେବେଳେ ସେ ଗୋଟେ ଛୋଟ ଗାଁରେ ରହୁଥିଲା। ସେଇଠି ହିଁ ଏ ସବୁ ଦୁଃଖର ମୂଳ ଲୁଚି ରହିଥିଲା। ସେତେବେଳେ ସେ ଗୋଟେ ବହୁତ ଖୁସିରେ ଥିବା ପରିବାରର ପ୍ରଥମ ପତ୍ନୀ ଥିଲା, କିନ୍ତୁ ସନ୍ତାନ ନଥିବାରୁ ସମାଜର ଚାପ ତା ଉପରେ ବଢ଼ୁଥିଲା। ଆଉ ଶେଷରେ ସେ ନିଜ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ ରାଜି କରାଇଲା, ଏଇ ଭାବନାରେ ଯେ ବଂଶ ଆଗକୁ ବଢ଼ିବ। କିନ୍ତୁ ଯେଉଁ ମୁହୂର୍ତ୍ତରେ ଦ୍ୱିତୀୟ ପତ୍ନୀ ଗର୍ଭବତୀ ହେଲା, ତାର ସେ ତ୍ୟାଗର ଭାବନା ଈର୍ଷ୍ୟା ଆଉ ଭୟରେ ବଦଳିଗଲା। ତା ମନ ଭିତରେ ଗୋଟେ ଭୟଙ୍କର ଚିନ୍ତା ପଶିଗଲା, ଏବେ ତ ସେ ଘରର ମାଲିକାଣୀ ହେଇଯିବ, ଆଉ ମୋତେ କେହି ପଚାରିବେନି। ଆଉ ଜାଣନ୍ତି, ସେଇ ପୁରୁଣା ଗ୍ରନ୍ଥରେ ଏହି ମାନସିକ ଅବସ୍ଥା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ଶବ୍ଦ ଅଛି, ପଦୁଟ୍ଠ ମନସା। ଏହାର ଅର୍ଥ ହେଉଛି ଏକ ବିଷାକ୍ତ କିମ୍ବା ଦୂଷିତ ମନ, ଯାହା ପୂରାପୂରି ଈର୍ଷ୍ୟା ଆଉ ଘୃଣାରେ ବୁଡ଼ି ରହିଥାଏ। ଆଉ ସେଇ ବିଷାକ୍ତ ମନର ବଶବର୍ତ୍ତୀ ହୋଇ ସେ କେବଳ ରାଗରେ କିଛି କଲା ନାହିଁ, ବରଂ ଗୋଟେ ବହୁତ ଭୟଙ୍କର ସୁଚିନ୍ତିତ ଷଡ଼ୟନ୍ତ୍ର କଲା। ଆଉ ଯେତେବେଳେ ଦ୍ୱିତୀୟ ପତ୍ନୀର ପରିବାର ଲୋକେ ତାକୁ ଏହି ବିଷୟରେ ପଚାରିଲେ, ସେ ସିଧା ସିଧା ମନା କରିଦେଲା। ଆଉ ଏହି ମିଛ ହିଁ ତା ପାଇଁ କାଳ ହେଲା। ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ପାଇଁ ସେ ଗୋଟେ ପବିତ୍ର ଶପଥ ନେବାକୁ ରାଜି ହେଲା। ଆଉ ସେଇଠୁ ଆରମ୍ଭ ହେଲା ତାର ନିଜ ପାଇଁ ନିଜେ ଲେଖୁଥିବା ଦଣ୍ଡର କାହାଣୀ। ସେ କହିଲା, ମୋର ପ୍ରତିଦିନ ସକାଳେ 5ଟା ଆଉ ସନ୍ଧ୍ୟାରେ 5ଟା ପୁଅ ଜନ୍ମ ହୁଅନ୍ତୁ, ଆଉ ମୋତେ ସେମାନଙ୍କୁ ଖାଇବାକୁ ପଡ଼ୁ, ଆଉ ମୋ ଭୋକ ଯେମିତି କେବେ ବି ନ ମେଣ୍ଟୁ। ଭାଇପାରୁଛନ୍ତି କେତେ ସୂକ୍ଷ୍ମ ଭାବରେ ସେ ନିଜ ଦଣ୍ଡକୁ ବର୍ଣ୍ଣନା କରୁଥିଲା। ଆଉ ସେତିକିରେ ବି ସେ ଅଟକିଲାନି। କହିଲା, ମୋ ଦେହରୁ ଦୁର୍ଗନ୍ଧ ବାହାରୁଛି, ଆଉ ମୁଁ ସବୁବେଳେ ମାଛିରେ ଘେରିଆଇ ରହେ। ତାର ନିଜ କଥାଗୁଡ଼ିକ ହିଁ ତାର ଭବିଷ୍ୟତର ନକ୍ସା ତିଆରି କରିଦେଲା। କିଛିଦିନ ପରେ ତାର ମୃତ୍ୟୁ ହେଲା, ଆଉ ସେଇ ଅଭିଶାପ ହିଁ ତା ପାଇଁ ସତ ହୋଇଗଲା। ତେଣୁ ସେଇ ଗ୍ରନ୍ଥରେ ଲେଖା ଅଛି ଯେ ତାର ଭାଗ୍ୟ 2ଟା କାରଣରୁ ଏମିତି ହେଲା। ଗୋଟେ ଥିଲା ତାର ଖରାପ କର୍ମର ଫଳ, ଆଉ ଅନ୍ୟଟି ଥିଲା ତାର ସେଇ ଭୟଙ୍କର ମିଛର ଫଳ। ଆଚ୍ଛା, ତେବେ ଚାଲନ୍ତୁ ପୁଣି ସେଇ ରାସ୍ତା କଡ଼କୁ ଫେରିବା। ଭିକ୍ଷୁମାନଙ୍କୁ ନିଜ କାହାଣୀ କହି ସାରିବା ପରେ ସେ ପ୍ରୀତି କେବଳ ଦୁଃଖ କରି ବସିଲାଣି ନାହିଁ, ବରଂ ସେଥିରୁ ବାହାରିବାର ଗୋଟେ ରାସ୍ତା ବି ଦେଖେଇଲା। ସେ ସେମାନଙ୍କୁ ଦକ୍ଷିଣା ବା ପୁଣ୍ୟ ସ୍ଥାନାନ୍ତରଣ ବିଷୟରେ କହିଲା। ଏହାର ଅର୍ଥ ହେଉଛି ଜଣଙ୍କର ଭଲ କାମରୁ ମିଳିଥିବା ପୁଣ୍ୟକୁ ଆଉ କାହାର ମଙ୍ଗଳ ପାଇଁ ଉତ୍ସର୍ଗ କରାଯାଇପାରେ। କିନ୍ତୁ ଏଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଆମେ ତ ଜାଣିଛେ କର୍ମ ବ୍ୟକ୍ତିଗତ, ତାହେଲେ ଆଉ କାହାର ଭଲ କାମ ଆଉ କୋଏ କାହାକୁ କେମିତି ସାହାଯ୍ୟ କରିପାରିବ? ଦେଖନ୍ତୁ, ଏହାର ଅର୍ଥ ନୁହେଁ ଯେ ଖରାପ କର୍ମର ଫଳ ମିଳିବନି। ସେ ଦୁଃଖୀ ଆତ୍ମା ନିଜ କର୍ମଫଳ ତ ଭୋଗୁଥିଲା, କିନ୍ତୁ ଅନ୍ୟମାନଙ୍କର କରୁଣା, ତାହା ଏକ ଥଣ୍ଡା ପବନର ଲହରୀ ଭଳି କାମ କରେ, ଯାହା କିଛି ସମୟ ପାଇଁ ଶାନ୍ତି ଦିଏ ଆଉ ଆଗକୁ ବଢ଼ିବାରେ ଏକ ବାଟ ଦେଖାଏ। ଭିକ୍ଷୁମାନେ ଠିକ୍ ସେଇଆ ହିଁ କଲେ। ଆଉ ଯେଉଁ ମୁହୂର୍ତ୍ତରେ ତାର ପୂର୍ବତନ ସ୍ୱାମୀ ସେ ପୁଣ୍ୟକୁ ତା ନାଁରେ ଉତ୍ସର୍ଗ କଲେ, ସେହି କ୍ଷଣେ ତାର ପୂରା ରୂପ ବଦଳିଗଲା, ତତ୍କ୍ଷଣାତ୍ ଏବଂ ସମ୍ପୂର୍ଣ୍ଣ ଭାବରେ। କିନ୍ତୁ କାହାଣୀ ଏଟିକିରେ ସରିନି। ଭିକ୍ଷୁମାନେ ଯେତେବେଳେ ଏସବୁ କଥା ଭଗବାନ ବୁଦ୍ଧଙ୍କୁ କହିଲେ, ସେ ଏହା ଭିତରେ ଲୁଚି ରହିଥିବା ଏକ ବହୁତ ବଡ଼ ଶିକ୍ଷାକୁ ଦେଖିପାରିଲେ। ଭଗବାନ ବୁଦ୍ଧ ଏହି ଗୋଟିଏ ଘଟଣାକୁ ଉଦାହରଣ ଦେଇ ହଜାର ହଜାର ଲୋକଙ୍କୁ ବୁଝେଇଲେ। ସେ ବୁଝେଇଲେ ଯେ କେମିତି ଈର୍ଷ୍ୟା ଭଳି ଭାବନା ଆମକୁ ବିନାଶ ଆଡ଼କୁ ଟାଣିନିଏ, ଆଉ କେମିତି କରୁଣା ଆମକୁ ମୁକ୍ତିର ରାସ୍ତା ଦେଖାଏ। ତେବେ ଯଦି ଆମେ କାହାଣୀରୁ ଭୂତ ପ୍ରେତ କଥାକୁ ଟିକେ ପାଖକୁ ରଖିଦେବା,
ତେବେ ଏହା ଆମ ନିଜ ମନର ଗୋଟେ ସ୍ପଷ୍ଟ ଚିତ୍ର ଦେଖାଏ। ଏହା ଦର୍ଶାଏ ଯେ କେମିତି ଆମେ ନିଜର ଖରାପ ଭାବନା ଦ୍ୱାରା ନିଜ ପାଇଁ ମାନସିକ ନର୍କ ତିଆରି କରୁ। ଆମେ ନିଜ ଖୁସିକୁ ନିଜେ ହିଁ ଖାଇଯାଉ, ଠିକ୍ ସେଇ ପ୍ରେତି ଭଳି। ତେଣୁ ଏ କାହାଣୀ ଆମକୁ ଗୋଟେ କଥା ଭାବିବାକୁ ବାଧ୍ୟ କରେ। ଆମେ ଆମ ଭାବନା ଦ୍ୱାରା ନିଜ ଦୁନିଆକୁ କିପରି ଗଢ଼ୁ ବା ଭାଙ୍ଗୁ। ଏହା ବାସ୍ତବରେ ଏକ ଗଭୀର ଚିନ୍ତାର ବିଷୟ, କାରଣ ସବୁଠୁ ଭୟଙ୍କର ଅଭିଶାପ ବୋଧହୁଏ ସେଇଟା ଯାହା ଆମେ ନିଜକୁ ନିଜେ ଦେଇଥାଉ।